ବର୍ତ୍ତମାନର ବଡ଼ ଖବର ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ଚାନ୍ଦବାଲି ଦୀଘା ମଧ୍ୟରେ ଅତିକ୍ରମ କରିବ। ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗର 50 କିଲୋମିଟର ଦୂରରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବ ଦିଗରେ 60 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି। ବର୍ତ୍ତମାନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ। ଓଡ଼ିଶା ଉପକୂଳରୁ ଆଗାମୀ 24 ଘଣ୍ଟା ମଧ୍ୟରେ ଅତିକ୍ରମ କରିବ। ଚାନ୍ଦବାଲି ଦୀଘା ମଧ୍ୟରେ ବାଲେଶ୍ୱର ନିକଟରୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆପଣଙ୍କୁ ଆମେ ଆଉଥରେ କହି ରଖୁଛୁ, ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ଚାନ୍ଦବାଲି ଦୀଘା ମଧ୍ୟରେ ଅତିକ୍ରମ କରିବ। ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗର 50 କିଲୋମିଟର ଦୂରରେ ଅବପାତ ସୃଷ୍ଟି ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବ ଦିଗର 60 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି। ବର୍ତ୍ତମାନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଅବପାତ। ଓଡ଼ିଶା ଉପକୂଳରୁ ଆଗାମୀ 24 ଘଣ୍ଟା ମଧ୍ୟରେ ଅତିକ୍ରମ କରିବ। ଚାନ୍ଦବାଲି ଦୀଘା ମଧ୍ୟରେ ବାଲେଶ୍ୱର ନିକଟରୁ ଅତିକ୍ରମ କରିବାର ସମ୍ଭାବନା ରହିଛି। ବ୍ୟୁରୋ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।